प्रिय श्रोता बंधु समस्त को अभिनंदन। आज गुरुवार नवेम्बर 13 तारीख आम बुधवार न गुरुवार भाई कहे परा से कहली आज गुरुवार नवेम्बर 13 तारीख दैनिक राशिफल को नहीं आज सभा आज आम 12 राशि उपरे अवश्य आलोचना करिबा। आज अष्टमी मूलाष्टमी आ गोटे अच्छी राधाष्टमी जन्माष्टमी महाष्टमी। तेणु केउ केउ अष्टमी शुभ ताहा शास्त्रकार कहि सारिछन्ति। शास्त्रकार माने कहते यही अष्टमी शुभ। कृष्ण जन्म हे जन्माष्टमी, राधा जन्म हे राधाष्टमी, आउ दुर्गांकर पूजा हो महाष्टमी, आउ आज मूला खिया मूला। आज ज्येष्ठाष्टमी परिवार जे ज्येष्ठ तांकर आज टिके आनंद मुखर दिन। आज जगन्नाथ आसी अष्टमी भार माधव मंदिर नियाली मामू घर से मंदिर तैयारी करथिले युधिष्ठिर धर्मराज नियाली प्राचीन नदी कूल से मंदिर सेठू भार आसी पढ़ुआ हे जगन्नाथ। हाँ बंधु ये तो गला शास्त्र कथा। आज आम देखा सूर्यास्त केतबेले हेबे। सूर्यास्त 5टा 6 पर अशुभ काल 2टा 55 3टा 19। 5टा 6 पर सूर्यास्त अशुभ समय 2टा 55 3टा 19। आज घात तिथि सिंहर राति 11टा 34 जाए। घात तारा मेषर राति 7टा 38 जाए। घात चंद्र कर्कट मकर हेले कर्कट मकर राशि पुरुषों पर घात चंद्र। घात 12 तुला और कुंभर। घात 12 तुला और कुंभर। घात चंद्र कर्कट और मकर राशि पुरुषंकर। घात तिथि सिंहर राति 11टा 34 जाए। घात तारा मेषर राति 7टा 38 जाए। खाली घात घात घात। जीवन तो प्रतिघातपूर्ण आवन। प्रति प्राणी घात प्रतिघात सही आगे जाए। जे घात प्रतिघात को डरी जाए से हारी जाए, और जे हारी जाए से मरी जाए। तेणु आम हारबानी गले पछे जाऊ जीव जहाँ हेब देखा जीव। गिरी शिखे लय रखी चलवा मुकर। आम बड़ किए गिरी पहाड़। तेणु आम मनीष आम लक्ष्यस्थल पहुँचवा ईश्वर को पाइबा ध्यान धारणा करवा कर्म करवा। कर्मण्यवाधिकारस्ते माँ फलेषु कदाचन कर्मी। कर्मे जीए नर कर्म एका तार जीवन मानदंड। तेणु आम कर्म करवा कि कर्म ना सत्कर्म सेटा हूँ सेवा साहाय्य सहानुभूति। शक्ति थिले दबा ये सब मनर भाषा। देखिए मेष कौन कौच। गुरुवार नवेम्बर 13 तारीख मेष राशि द्विजा नक्षत्र अशुभ काल आरंभ। केते बेलू आरंभ हम अशुभ काल आरंभ हो राति 7टा 38 रु। ये जाए पाउथिबा लौकिक सुखरु वंचित हेबे द्विजा नक्षत्र। कारण आज 24 घंटा मेष राशि पाई समस्त जनता नानाविध सुख लाभ करिवे। जेणु समस्तंक मन भिन्न भिन्न तेणु बुद्धि भी भिन्न भिन्न फल भी भिन्न भिन्न
ସୁଖ ବି ଭିନ୍ନ ଭିନ୍ନ। ଯିଏ ଯେଉଁପରି ଖୁସି ବିଧାତା ଆଜି ସେମାନଙ୍କୁ ସେମାନଙ୍କ ମନ ଲାଖି ସୁଖ ଦେବେ। ତେଣୁ ରାତି 7:38 ଯାଏ ଯାହା ଯାହା କୁହାଗଲା ତାହା ତ ମିଳିବ, ହେଲେ ମେଷ ରାଶିର ଦ୍ୱିଜା ନକ୍ଷତ୍ର ଟିକେ କମିଯିବ। ଗୁରୁବାର ନଭେମ୍ବର 13 ତାରିଖ ବୃଷ ରାଶି ମୃଗଶିରା ନକ୍ଷତ୍ରର ସନ୍ଧ୍ୟା 7:38ରୁ ଅଶୁଭ କାଳ ଆରମ୍ଭ ହେବ। ମାନେ ଦେହ ଅଧିକ ଖରାପ ହେବ। ରାତି କଥା ଦେହ ଖରାପ ହେବ। କେଉଁଠିକି ନେବେ, କାହା ସହ ପରାମର୍ଶ କରିବେ, କାହା ପ୍ରେସକ୍ରିପସନ୍ ଔଷଧ ଖାଇବେ ଚିନ୍ତା କରନ୍ତୁ। ଏଣୁ ଚିକିତ୍ସକଙ୍କ ସହିତ ପରାମର୍ଶ କଲେ ଭଲ। ଆଜି ସାରା ଦିନ ବୃଷ ରାଶିର କିଛି ନା କିଛି ସମସ୍ୟା ହେବ। ଶାରୀରିକ ଯନ୍ତ୍ରଣା, ବ୍ୟାଧି, ରୋଗ ଏସବୁ ମାଡ଼ି ଆସିବ ବୃଷ ରାଶିକୁ। ବୃଷ ରାଶିର ଆଜି ଆଦୌ ଭଲ ଦିନ ନୁହଁ। ଆଉ ବିଶେଷ କରି ମୃଗଶିରା ନକ୍ଷତ୍ରର ରାତି 7:38ରୁ ଅଧିକ ଦୁଃଖ ଆସିବ। ଗୁରୁବାର ନଭେମ୍ବର 13 ତାରିଖ ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ର ପାଇଁ ଅଶୁଭ ବେଳା ଆସିବ। ମାନେ ଆୟ କମିଯିବ। ଏଇଠି ବୁଝେଇ ହେଇଗଲା ଯେ ମିଥୁନର ଆଜି ଭଲ ଆୟ ହେବ। କେବଳ ମୃଗଶିରାର ଆୟ କମିଯିବ 7:38 ପରେ। କଥା କ'ଣ କି ଆଜି ସୂର୍ଯ୍ୟୋଦୟ ଠାରୁ ସମସ୍ତ ମିଥୁନ ରାଶିର ଲୋକେ ବିବିଧ ଲାଭ କରିବେ। କ'ଣ ସବୁ କହିବେ? ପୁତ୍ରରତ୍ନ, କନ୍ୟାରତ୍ନ, ବିଦ୍ୟା, ବିଭବ, ଯଶ, କୀର୍ତ୍ତି, ଭୂମି, ସ୍ୱର୍ଣ୍ଣ, ଗୋ ପ୍ରଶଂସା, ଉତ୍ତମ ଖାଦ୍ୟ, ଉତ୍ତମ ଶଯ୍ୟା। କ'ଣ ସମସ୍ତଙ୍କୁ ମିଳିବ? ନାଇଁ। ଯାହା ଜାତକରେ ଚତୁର୍ଥାଧିପତି ସ୍ୱଗୃହରେ ଥିବେ, କେନ୍ଦ୍ରରେ ଥିବେ, ମିତ୍ର ଦୃଷ୍ଟିରେ ଥିବେ, ମାନେ ଏଇ ଚତୁର୍ଥାଧିପତିକୁ ଯଦି ଅଧିକ ଗ୍ରହ ଦେଖୁଥିବେ ଏସବୁ ଅଧିକ ମିଳିବ। ଜନ୍ମ ଜାତକ ଦେଖନ୍ତୁ ନା। ତେଣୁ ଆଜି କ'ଣ ମିଳିବ? କନ୍ୟାରତ୍ନ, ପୁତ୍ରରତ୍ନ, ଭୂମି, ଗୋ, ସୁନା, ସୁଖକର ପାଠ, ସୁଶଯ୍ୟା, ଆୟ, ଦୁଗ୍ଧ, ଘୃତ, ସୁକର୍ମ, ଯଶ, ବିପୁଳ ଅର୍ଥ ପ୍ରଭୃତି ଆଜି ଆସିବ। କେମିତି ନା ଯୋଗ୍ୟତା ଅନୁସାରେ, ପୁଣ୍ୟ ଅନୁସାରେ, କର୍ମ ଅନୁସାରେ, ଆଉ ପିତାମାତାଙ୍କର ଧର୍ମ ଅନୁସାରେ। ସୁତରାଂ ଆମ ଏବେଠୁ କିଛି ପୁଣ୍ୟ କଲେ ଆମ ପିଲାମାନେ ସୁଖରେ ରହନ୍ତିନି। ଦେହ ମୁଣ୍ଡ ସୁସ୍ଥ ରହିବ, ଲୌକିକ ସୁଖ ମିଳିବ, ସାମାଜିକ ପ୍ରତିପତ୍ତି ବଢ଼ିବ, ପାରିବାରିକ ଆନନ୍ଦ ମିଳିବ। ଆଜି ମିଥୁନ ରାଶି ପାଇଁ ବଢ଼ିଆ ଦିନ। ଗୁରୁବାର ନଭେମ୍ବର 13 ତାରିଖ କର୍କଟ ରାଶି ପୁରୁଷଙ୍କର ଘାତଚନ୍ଦ୍ର। କର୍କଟ ରାଶି ପୁନର୍ବସୁ ଶ୍ଳେଷା ନକ୍ଷତ୍ରର 7:38ରୁ ଅଶୁଭ ସମୟ ଆରମ୍ଭ ହେବ। ମନ ଅଧିକ ଆତୁର ହେବ, ବିଚଳିତ ହେବ, ଧନାଗମ କମିଯିବ। ଆଜି ସମସ୍ତ କର୍କଟ ରାଶିର ଲୋକେ ଅସ୍ଥିର ମନ ହେବେ। ଏଣୁ କର୍ମରେ ଅମନୋଯୋଗୀ ହେବେ। ସମସ୍ୟା ଆସିବ। କର୍କଟ ରାଶି ଭଲ ଦିନ ନୁହଁ। ଗୁରୁବାର ନଭେମ୍ବର 13 ତାରିଖ ସିଂହ ରାଶିର ରାତି 11:35 ଯାଏ ଘାତ ତାରା। ସିଂହ ରାଶିର ଘାତ ତାରା। ହୁସିଆର। କେଉଁଠି ବାଡ଼େଇ ପିଟି ହେଇଯିବ, ରକ୍ତ ବାହାରିବ, ଆଘାତ ଲାଗିବ, ଧକ୍କା ବି ହେଇଯାଇପାରେ। ସାବଧାନ। ଏଣୁ ସାବଧାନତା ଅବଲମ୍ବନ କରିବା ଉଚିତ। ପୁଣି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ରାତି 7:34ରୁ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ରାତି 7:40ରୁ ଅଶୁଭ ସମୟ ଆରମ୍ଭ ହେବ। ତଥାପି ସିଂହ ରାଶି ପାଇଁ ଆଜି 80% ଶୁଭ ଦିନ। 80% ଶୁଭ ଦିନ। ଶୁଭ ଫଳ ପାଇବେ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ଆୟ ବି ହେବ। ସମ୍ମାନ ବଢ଼ିବ। ଖାଦ୍ୟ ପେୟ ଶଯ୍ୟା ଇତ୍ୟାଦିରେ ଆନନ୍ଦ ମିଳିବ।
ଆଉ ସର୍ବସାଧାରଣରେ ସମ୍ମାନିତ ହେବେ, ଖୁସି ଲାଗିବ। ସିଂହର ଆଜି ଭଲ ଦିନ। ଗୁରୁବାର ନଭେମ୍ବର 13 ତାରିଖ, କନ୍ୟା ରାଶି, ଚିତ୍ରା ନକ୍ଷତ୍ରର ରାତି 8ଟା 40ରୁ ଅଶୁଭ ସମୟ ଆରମ୍ଭ ହେବ। ଗୁରୁବାର ନଭେମ୍ବର 13 ତାରିଖ, କନ୍ୟା ରାଶି, ଚିତ୍ରା ନକ୍ଷତ୍ରର ରାତି 8ଟା 40ରୁ ଅଶୁଭ ସମୟ ଆରମ୍ଭ ହେବ। ଅର୍ଥାତ୍ ଚିତ୍ରାର ଦେହ ଅଧିକ ଖରାପ ହେବ। ମାନେ କନ୍ୟା ରାଶି ଲୋକଙ୍କ ପାଇଁ ଆଜି ଭଲ ଦିନ ନୁହଁ। ଅସୁସ୍ଥତା ବାତାବରଣ ଭିତରେ ସେମାନେ ଆଜି ଦିନ କାଟିବେ। ଚିତ୍ରାର ଟିକେ ଅଧିକ ଖରାପ ହେବ, ବୃଥା ବ୍ୟୟ ହେବ। ରାତି କଥା ସାବଧାନ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଭଲ, କାରଣ ଆଜି କନ୍ୟା ରାଶି ପାଇଁ ଆଦୌ ଶୁଭ ଦିନ ନୁହେଁ। ବ୍ୟୟ ବୃଦ୍ଧି ହେବ, ରୋଗ ଯନ୍ତ୍ରଣା ଅସହ୍ୟ ହେବ। ପୁରୁଣା ରୋଗୀ ହୋଇଥିଲେ ସମସ୍ୟା ଗୁରୁତର ହେବ। ଯଦି ଜନ୍ମ ଜାତକରେ ଅଷ୍ଟମ ଘରକୁ ଲଗ୍ନାଧିପ ଦେଖୁଥିବେ, ଜନ୍ମ ଜାତକରେ ଅଷ୍ଟମ ଘରକୁ ଲଗ୍ନାଧିପ ଦେଖୁଥିବେ, ତାହେଲେ ସମସ୍ୟା ସେତେ ଗୁରୁତର ହେବନି, ନହେଲେ ଗୁରୁତର ହେବ। ତେବେ ସମସ୍ୟା ଗୁରୁତର ହେବନି। ଆଜି ଶତ୍ରୁ ଆଉ ଋଣଦାତା ଉଭୟ ହଇରାଣ କରିବେ। କନ୍ୟା ରାଶି ପାଇଁ ଆଜି ଛଟପଟିଆ ଦିନ। କନ୍ୟା ରାଶି ପାଇଁ ଆଜି ଛଟପଟିଆ ଦିନ। ଯଦି ପୂର୍ବ ପୁଣ୍ୟ ଥିବ, କିଛି ପରୋପକାର କରିଥିବେ, ତାର ରକ୍ଷା ମିଳିଯିବ। ଅଶାନ୍ତ ପରିବେଶରେ ଆଜି କନ୍ୟା ରାଶିମାନେ ସମୟ କାଟିବେ। ଗୁରୁବାର ନଭେମ୍ବର 13 ତାରିଖ, ତୁଳା ରାଶିର ଘାତ ବାର। ବାପରେ ବାପ, ସାବଧାନ, କେଉଁଠି କଟି କାଟିଯିବ। ଏଇ ଲୁହା ଯନ୍ତ୍ର ବ୍ୟବହାର କଲାବେଳେ ଟିକେ ହୁସିଆର ହୁଅନ୍ତୁ। ବାଟକୁ ଦେଖିଲେ ଚାଲନ୍ତୁ, ଝୁଣ୍ଟିବେ, ଆଙ୍ଗୁଠି ଛିଣ୍ଡିଯିବ, ଧକ୍କା ହେଇଯାଇପାରେ, ସାବଧାନ। ଗୁରୁବାର ନଭେମ୍ବର 13 ତାରିଖ, ତୁଳା ରାଶିର ଘାତ ବାର। ତେଣୁ କେଉଁଠି କଟି କାଟି ଯାଇପାରେ। ବିଶାଖା ନକ୍ଷତ୍ରର ରାତି 7ଟା 40ରୁ ଅଶୁଭ ବେଳା ଆରମ୍ଭ ହେବ। ଆୟ ରୋଜଗାର କମିଯିବ। ଭଲ କଥା କୁହାଗଲା ଆଉ କ'ଣ? ତାମାନେ ଆଜି ଭଲ ଦିନ ଆଉ କ'ଣ, ଆୟ ହେବ। ଆଉ 7ଟା 40ରୁ ଅଶୁଭ ବେଳା ଆରମ୍ଭ ହେବ। ଆୟ ରୋଜଗାର କମିଯିବ, କାରଣ ଆଜି ତୁଳା ରାଶି ପାଇଁ ବଢ଼ିଆ ଦିନ, ଶୁଭ ଦିନ, ଭଲ ରୋଜଗାରିଆ ଦିନ। ଜନ୍ମ ଜାତକରେ ଏକାଦଶାଧିପ ଯଦି ଦ୍ୱିତୀୟରେ ବା ଦଶମରେ ବା ଏକାଦଶରେ ଥିବେ, ଯଦି ଏକାଦଶାଧିପ ଦ୍ୱିତୀୟରେ ଥିବେ, ଦଶମରେ ଥିବେ ବା ଏକାଦଶରେ ଥିବେ, ଆଉ ତାଙ୍କୁ କୌଣସି ଶତ୍ରୁ ଦେଖୁନଥିବେ, ମିତ୍ରଙ୍କର ଦୃଷ୍ଟିରେ ଥିବେ, ତାହେଲେ ଆଜି ଲାଭ, ଆୟ ସବୁକିଛି ବଢ଼ିଯିବ। ଆଜି ବନ୍ଧୁ ସମାଗମ ହେବେ, ମଧୁର ସ୍ୱାଦିଷ୍ଟ ଭୋଜନ ମିଳିବ। ପାଣିପାଗ ଠିକ୍ ରହିବ। ମାନେ କ'ଣ, ସବୁ ଦିଗରୁ ଭଲ। ପାଣିପାଗ ଠିକ୍ ରହିବ ମାନେ ସବୁ ଦିଗରୁ ଭଲ। ପାରିବାରିକ ସୁଖ ମିଳିବ। ଏତ ମଜା ଆଉ କ'ଣ। ଖଟି ଖଟି ଆମେ ବାହାରୁ ଆସିବା, ପରିବାରରେ କେଁ କାଁ ଭେଁ ଭାଁ ହେଉଥିବେ, ଚିତ୍କାର କରୁଥିବେ, ଚିଲଉଥିବେ, ଭାରି କଷ୍ଟ ହେବ ନାଇଁ। ବାହାରେ ବର୍ଷା ହେଉଛି, ଘରକୁ ବସିବା ଅଛି ନା ନାହିଁ। ଗୁରୁବାର ନଭେମ୍ବର 13 ତାରିଖ, ବିଛା ରାଶି ପାଇଁ ବିଶାଖା ନକ୍ଷତ୍ରର ଓ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ ରାତି 8ଟା 40ରୁ। ମାନେ କର୍ମରେ ବାଧା ବନ୍ଧନ ସୃଷ୍ଟି ହେବ, ଅସୁବିଧା ଆସିବ। ମାନେ ଏଇଠି ବୁଝିବାକୁ ପଡ଼ିବ ଯେ 7ଟା 38 ଯାଏ ସେମାନେ ଭଲ କର୍ମ କରୁଥିବେ, କର୍ମରେ ବ୍ରତୀ ହେବେ, କର୍ମର ସୁଖ, ଶାନ୍ତି, ଯଶ, ଧନ ଏସବୁ ପାଉଥିବେ। କିନ୍ତୁ 7ଟା 38 ପରେ ବିଶାଖା ତଥା ଜ୍ୟେଷ୍ଠାକୁ ବାଧା ବନ୍ଧନ ଆସିବ। ଯେଉଁ କର୍ମ କରିବାକୁ ବାହାରିବେ ସେଥିରେ ବିଘ୍ନ ସୃଷ୍ଟି ହେବ। ଆଜି ଦିନ ସାରା ବିଛା ରାଶି ପାଇଁ ଏକ କର୍ମମୁଖର ଦିନ। ସେ କର୍ମ ସଂକଳ୍ପ ଦିନ। କର୍ମ ହିଁ ଭଗବାନ, ଏଇ ଚିନ୍ତାରେ କର୍ମ କରି ଶ୍ରଦ୍ଧା ଆଗ୍ରହ ପ୍ରକାଶ କରିବେ। କର୍ମରୁ ସେମାନଙ୍କୁ ଯଶ, ଅର୍ଥ, କାମ, ସୁଖ, ଶାନ୍ତି ମିଳିବ। ଯଦି କର୍ମାଧିପ ଜନ୍ମ ଜାତକରେ
କେନ୍ଦ୍ରାଧିପତି ହୋଇ ନଥିବେ କିନ୍ତୁ କେନ୍ଦ୍ରରେ ଥିବେ ତାହେଲେ ଏସବୁ ମିଳିବ। ଗୁରୁବାର ନଭେମ୍ବର 13 ତାରିଖ ଧନୁ ରାଶି ପୂର୍ବଷାଢ଼ା ନକ୍ଷତ୍ର ପାଇଁ ଅଶୁଭ କାଳ ଆରମ୍ଭ ହେବ। ସବୁ ସମ୍ଭବ କାର୍ଯ୍ୟ ଆଜି ଅସମ୍ଭବ ହେବ। ଧନ ମାନ ଶାନ୍ତି ସୁଖ ଆଦାନ ପ୍ରଦାନ ଦେବ ଦର୍ଶନ ପଠନ ଭୋଜନ ଶୟନ ଗମନ ଆଦି କାର୍ଯ୍ୟ ସୁଚାରୁ ରୂପେ ହେବ। ଯଦି ହବ କେତିକି ନିୟମ ପାଳନ କଲେ ହବ, ନହେଲେ ନାହିଁ କିଛି ହବନି। କ'ଣ ସବୁ ଜିନିଷ ହବ, ଜୀବନ ପାଇଁ ଯାହା ଯାହା ଦରକାର ସବୁ ମିଳିବ ଆଜି, କିନ୍ତୁ କିଛି ନିୟମ ପାଳନ କଲେ ନହେଲେ କିଛି ମିଳିବନି। ଧନ ଜନ ଶାନ୍ତି ସୁଖ ବାହନ ଆଦାନ ପ୍ରଦାନ ଦେବ ଦର୍ଶନ ପଠନ ଭୋଜନ ଶୟନ ଗମନ ଆଦି କାର୍ଯ୍ୟ ସୁଚାରୁ ରୂପେ ହେବ ଯଦି ଏହି ଧନୁରାଶିର ଲୋକମାନେ ନିରବତା ରକ୍ଷା କରିବେ, କାହା କଥାରେ କାନ ଦେବେନି, କାହା ପାଖରେ ହାତ ପତେଇବେନି, କାହାକୁ ଆଦେଶ ବା ଅନୁରୋଧ କରିବେନି, କର୍ମ କର୍ତ୍ତବ୍ୟକୁ ଆଦର କରିବେ। କ'ଣ ବୁଝିପାରିଲେ ତ? ସବୁ ମିଳିବ, ଚୁପ୍ ରହିବେ, ଆଡ଼ଭାଇସ୍ କାହାକୁ ଦେବେନି, ଡୋଣ୍ଟ ଗିଭ୍ ଆଡ଼ଭାଇସ୍ ଏନିବଡି। ଆଉ କାହା ପାଖରେ ହାତ ପାତିବେନି, ପ୍ଲିଜ୍ ଗିଭ୍ ମି ନୋ 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 ନୋ, ଏମିତି କରିବେନି। ନିଜ କାମ ଭଲ ତ ସବୁ ଭଲ, କାହା କଥାରେ କାନ ଦେବେନି। କେହି ତମକୁ କହିଲା ଏ ଭାଇ ତମକୁ ସେ ଏମିତି କହୁଥିଲା, ଏମିତି ତ ହଁ କହୁଥିଲା, ଠିକ୍ କହିଛି, ସବୁ ସମ୍ଭାଳି ନେଇଯିବେ ତ ପାଇବେ, ନହେଲେ ନାଇଁ। ଦେଖିବା ଗୁରୁବାର ନଭେମ୍ବର 13 ତାରିଖ ମକର ରାଶିର ଆଜି ଘାତ ଚନ୍ଦ୍ର। ବାପରେ ବାପ, ସାବଧାନ, କେଉଁଠି ବାଡ଼େଇ ପିଟି ହେଇଯିବ, ଝୁଣ୍ଟିବେ, କଟି କାଟିଯିବ, ରକ୍ତ ଯିବ, ପୀଡ଼ା ହେବ, ଧକ୍କା ହେଇଯାଇପାରେ, ସାବଧାନ। ଆଜି ମକର ରାଶିର ଘାତ ଚନ୍ଦ୍ର, ଛିଣ୍ଡିଯିବ, କଟିଯିବ, ରକ୍ତ ବାହାରିବ, ବାଡ଼େଇ ହେବ, ଦରଦ ଲାଗିବ। ଧନିଷ୍ଠା ନକ୍ଷତ୍ର ପାଇଁ ରାତି 7ଟା 40ରୁ ଅଶୁଭ ସମୟ ଆରମ୍ଭ ହେବ। ଧନିଷ୍ଠା ପାଇଁ ଟିକେ ସାବଧାନତା ଅବଲମ୍ବନୀୟ। ଦେହ ଟିକେ ଅଧିକ ଖରାପ ହେବ, ଭଲ ଦିନ ନୁହଁ ଆଉ। ଦେହ ଖରାପ ତ ଅସୁବିଧା ଆଉ। ଆଜି ମକର ରାଶିର ଦେହ ଖରାପ ହେବ। ରାତି 7ଟା 40 ପରେ ଧନିଷ୍ଠାର ସମସ୍ୟା ବଢ଼ିଯିବ। କେଉଁଠି ବାଡ଼େଇ ପିଟି ହେବ, ସମସ୍ୟା ବଢ଼ିଯିବ। ଧନିଷ୍ଠା ପାଇଁ ରାତି 7ଟା 40ରୁ ଅଶୁଭ ସମୟ ଆସିବ। ଦେହ ଟିକେ ଅଧିକ ଖରାପ ହେବ, ସମସ୍ୟା ବଢ଼ିଯିବ, ଶାନ୍ତି ଭଙ୍ଗ ହେବ। ଆଜି ଦିନ ସାରା ମକର ରାଶିର ଲୋକେ ବଡ଼ ଅଶାନ୍ତିରେ ଦିନ କାଟିବେ। ଗୁରୁବାର ଦିନ ବଡ଼ ଅଶାନ୍ତିରେ ଦିନ କାଟିବେ। ଶାନ୍ତି ଚାମଚ ମିଳିବନି, ଶାନ୍ତି ଖୋଜିଲେ ମିଳିବନି। କିଛି ନା କିଛି ରୋଗ ଦଣ୍ଡ ଦେବ। ଗୁରୁବାର ଦିନ ମକର ରାଶି ପାଇଁ ଦୈବ ସମସ୍ୟା ସୃଷ୍ଟି କରିବ, ଦେହ ଖରାପ ହେବ, ଏଣୁ ସାବଧାନତା ଅବଲମ୍ବନୀୟ। ଗୁରୁବାର ନଭେମ୍ବର 13 ତାରିଖ କୁମ୍ଭ ରାଶିର ଘାତବାର, ରକ୍ତପାତ ଯୋଗ ଅଛି। ଧନିଷ୍ଠା ନକ୍ଷତ୍ର, ଧନିଷ୍ଠା ଓ ପୂର୍ବଭାଦ୍ର ଏହି ଦୁଇ ନକ୍ଷତ୍ରଙ୍କର 7ଟା 40 ରାତି 7ଟା 40 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ, ମାନେ ଧନାଗମ କମିଯିବ। ଏଠି କ'ଣ ଜଣାପଡ଼ିଲା? ଦିନ ସାରା ସେମାନଙ୍କ ପାଖକୁ ଧନ ଆସୁଥିଲା, ଆସିବ, କିନ୍ତୁ ରାତି 7ଟା 40 ପରଠାରୁ ପୂର୍ବଭାଦ୍ର ଓ ଧନିଷ୍ଠା ପାଖକୁ ଧନ ଆସିବା କମିଯିବ। ସେଥିରେ ବାଧା ବନ୍ଧନ ସୃଷ୍ଟି ହେବ। ଶତଭିଷା ନକ୍ଷତ୍ର ଆଜି ଶତକଡ଼ା 100 ଆୟ କରିବ। ଶତଭିଷା କୁମ୍ଭ ପାଇଁ ଶତକଡ଼ା 100 ଲାଭ। ଏମାନେ ମଧ୍ୟ ସେ ଲାଭ କରିବେ, କିନ୍ତୁ ସନ୍ଧ୍ୟା 7ଟା 40 ପରେ ଆଉ ନାହିଁ। ଧନ ବୃଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ, ଦେହ ମୁଣ୍ଡ ସୁସ୍ଥ ରହିବ। ସ୍ୱାର୍ଥପର ଯେଉଁମାନେ, ସେମାନଙ୍କ ପାଇଁ କେବଳ ସେଇ ସ୍ୱାର୍ଥପର ବନ୍ଧୁ ଆସିବେ ଆଜି। କୁମ୍ଭ ରାଶି ସାବଧାନ, ତମ ପାଖରେ ଯେଉଁମାନେ ଟହଲିଆ ବୁଲିବେ ସେମାନେ ତମର ମିତ୍ର, ସ୍ୱାର୍ଥପର, ତମକୁ ଦୁଇବା ପାଇଁ ଆସିବେ, ତୁମଠୁ ଲୁଣ୍ଠନ କରିବା ଆସିବେ, ସାବଧାନ।
ଭଲ କରି ଚିହ୍ନି ରଖ ବନ୍ଧୁଙ୍କ ବଦନ, ନହେଲେ ହାରିଯିବ, ମରିଯିବ, ଠକାମିରେ ପଡ଼ିଯିବ। କୁମ୍ଭ ରାଶି ପାଖରେ ଆଜି ଯେଉଁମାନେ ହାତ ପାତିବେ, ପାଖାପାଖି ବୁଲିବେ, ସେମାନେ ସମସ୍ତେ ସ୍ୱାର୍ଥପର, ଟାଉଟର, ସାବଧାନ। ଗୁରୁବାର ନଭେମ୍ବର 13 ତାରିଖ, ମୀନ ରାଶି, ପୂର୍ବଭାଦ୍ର ଓ ରେବତୀ ଏହି ଦୁଇ ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ ସନ୍ଧ୍ୟା 7ଟା 40 ପରେ, ପୂର୍ବଭାଦ୍ର ଓ ରେବତୀ ପାଇଁ। ଦିନ ଶୁଭରେ ଆରମ୍ଭ ହେବ। ବ୍ୟବସାୟୀ ହୋଇଥିଲେ ଦୁଃଖିତ ହେବେ। କେତେବେଳେ? ସନ୍ଧ୍ୟା 7ଟା 40 ପରେ, ନକ୍ଷତ୍ର ହେଇଥିବ ପୂର୍ବଭାଦ୍ର ବା ରେବତୀ। ନହେଲେ ଦିନ ସାରା ଭଲ ଆୟ ହେବ, ଲାଭ ହେବ, ସୁଖ ମିଳିବ। ଆଜି ସମସ୍ତ ମୀନରାଶି ପାଇଁ ବଡ଼ ଶୁଭ ଦିନ। ଧନ, ମାନ, ଆଦର, ମମତା, ସମ୍ମାନ ମିଳିବ। ରୁଚିକର ଭୋଜନ ମିଳିବ। ଆନନ୍ଦଦାୟୀ ନିଦ ମଧ୍ୟ ମିଳିବ। ସମସ୍ତ ପ୍ରକାର ହିତାକାଂକ୍ଷୀ ଲୋକ ପାଖକୁ ଆସିବେ, ମିଳାମିଶା କରିବେ, ଆନନ୍ଦିତ କରିବେ। ଦିନ ସାରା ବିଭିନ୍ନ ପ୍ରକାର ଲାଭ ହେବ। ଖାଲି ସନ୍ଧ୍ୟା 7ଟା 40 ପରେ ପୂର୍ବଭାଦ୍ର ମୀନ ଆଉ ରେବତୀ ମୀନ ପାଇଁ ଟିକେ ଅସୁବିଧା ହେବ। ଆୟ କମିଯିବ, ଲାଭ କମିଯିବ, ଆଉ ନହେଲେ ଭଲ। ମୋ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ମୁଁ ପୁଣି ଆପଣଙ୍କ ସହିତ ଏ ବିଷୟରେ ଆସନ୍ତାକାଲି ଏହି ସମୟରେ ଆଲୋଚନା କରିବି। ରହିଲି, ନମସ୍କାର।